ଅଙ୍ଗାରୁ ଦାଦା ଆଉ ଝୋଟ ଦାଦାଙ୍କ ପାଠପଢ଼ା କଥା ସାରଙ୍କୁ ସ୍କୁଲରେ କହିବି ନା ବାଟରେ ଦେଖାହେଲେ କହିବି? ସ୍କୁଲରେ କହିଲେ ସାର୍ କଥାଟାକୁ ହସରେ ଉଡ଼େଇଦେବେ ଆଉ ପିଲାମାନେ ମୋତେ ଅଫେଣ୍ଡେଡ୍ କରିଦେବେ। ବାଟଘାଟରେ ଦେଖାହେଲେ କହିଲେ ସାର୍ ମୋ ଉପରେ ରାଗି ପାରନ୍ତି। ନ ପଚାରିଲେ କଙ୍ଗାରୁ ଦାଦା ଆଉ ଝୋଟ ଦାଦା ମଧ୍ୟ ମୋ ଉପରେ ରାଗିବେ। ଏତେ ବଡ଼ ଦାୟିତ୍ୱଟେ ସେମାନେ ମୋତେ ଦେଇଛନ୍ତି। କ'ଣ କରିବି? ସାରଙ୍କୁ କେମିତି କହିବି? ହେ ପ୍ରଭୁ, ମୋତେ ସହାୟକ ହୁଅ। ସାର୍, ଷ୍ଟାର୍ଟ ବନ୍ଦ ହେଇଗଲା କି? ହଁ ରେ, ଲାଗୁଛି ପ୍ଲଗରେ କାର୍ବନ ହେଇଯାଇଛି ବୋଧେ। ତାହେଲେ ଏବେ କ'ଣ କରିବେ? ଗ୍ୟାରେଜ ପର୍ଯ୍ୟନ୍ତ ଗାଡ଼ିକୁ ଗଡ଼େଇ ଗଡ଼େଇ ନେଇଯିବାକୁ ପଡ଼ିବ। ସାର୍, ଏକୁଟିଆ ନେଇପାରିବେ ନା ମୁଁ ପଛରୁ ପେଲିଦେବି? ଆରେ ନାଇଁ ନାଇଁ, ତୁ ପିଲା ଲୋକ, ମୋ ଗାଡ଼ି ପେଲିଲେ ଲୋକ ମୋତେ କ'ଣ କହିବେ? ଲୋକଙ୍କ କଥା ଗୁଳି ମାରନ୍ତୁ ସାର୍। ଅସହାୟକୁ ସାହାଯ୍ୟ କରିବା ପାଇଁ ଆପଣ ପରା ଆମକୁ ଶିଖେଇଛନ୍ତି, ଆଉ ଏବେ ଭୁଲି ଯାଉଛନ୍ତି? ହଁ ହଁ, ସେ କଥା ଠିକ୍ ଯେ ତୁ ପିଲା ଲୋକଟା। ପିଲା ଲୋକଙ୍କ ପାଇଁ ସାହାଯ୍ୟ କରିବା ନିୟମଟା କ'ଣ ଭିନ୍ନ କି ସାର୍? ତୁ ବବୁଲିଆଟା, ତତେ ପାରି ହବନି। ଏବେ ଠେଲିବି ତ ସାର୍? ହଉ ଆ। ଥ୍ୟାଙ୍କ ୟୁ ସାର୍। ବଗୁଲା, ହାଲିଆ ହେଇଗଲୁଣି କିରେ? ହଁ, ହାଲିଆ ନାଇଁ ସାର୍, ମୋତେ ଜମା ହାଲିଆ ଲାଗିବନି, କାରଣ ଏଇ ଗାଡ଼ି ବେଲା ଅଭ୍ୟାସଟା ମୋର ଆଗରୁ ଅଛି ପରା। ତୁ କ'ଣ ତୋ ବାପାର ଗାଡ଼ି ପେଲିଥିଲୁ କି? ନାଇଁ ନାଇଁ ସାର୍, ବାପାଙ୍କର ମୋର ଜମା ପଡ଼େନି। ଆଉ ମୁଁ ତାଙ୍କ ଗାଡ଼ି ପେଲିବି କ'ଣ? ତାଙ୍କ ଗାଡ଼ିକୁ ଛୁଏଁନି ମଧ୍ୟ। ତାହେଲେ ଆଉ କାହାର ଗାଡ଼ି ପେଲିଥିଲୁ କିରେ? ସାର୍, ଏଇ କିଛି ଦିନ ତଳେ ଆମ ଗାଁ କଙ୍ଗାରୁ ଦାଦାଙ୍କ ଗାଡ଼ି ଖରାପ ହୋଇଯାଇଥିଲା। ମୁଁ ତାଙ୍କ ସାଙ୍ଗରେ ଥିଲି ତ, ସେଥିପାଇଁ ମୋତେ ପେଲିବାକୁ ପଡ଼ିଥିଲା। ହଉ ହଉ, ତୁଟା ଭଲ ପିଲାଟା ଆଉ। ଥ୍ୟାଙ୍କ ୟୁ ସାର୍। ହେଲେ ସାର୍, ଆପଣଙ୍କୁ ମୋର ଗୋଟେ ରିକ୍ୱେଷ୍ଟ କରିବାର ଥିଲା। କି ରିକ୍ୱେଷ୍ଟ କିରେ, କହୁନୁ? ସାର୍, ଆମ ଗାଁ କଙ୍ଗାରୁ ଦାଦା ଆଉ ଝୋଟ ଦାଦାଙ୍କୁ ଆପଣ ଚିହ୍ନିଛନ୍ତି ନା ନାଇଁ? ଆରେ ସେ ଦି ଜଣଙ୍କୁ କିଏ ଜାଣିନି କି? ତାହେଲେ ତ ଭଲ କଥା ସାର୍। ସେମାନଙ୍କ ପାଇଁ ମୁଁ ଆପଣଙ୍କୁ କିଛି ରିକ୍ୱେଷ୍ଟ କରିବି, ରଖିବେ ତ? ଆରେ କହୁନୁ। ସାର୍, ସେମାନେ ମୋ କ୍ଲାସରେ ମୋ ସାଥିରେ ପାଠ ପଢ଼ିବାକୁ ଚାହୁଁଛନ୍ତି। ଆପଣ ଯଦି ହଁ କରିବେ ତାହେଲେ ସେମାନଙ୍କ ଅଳ୍ପ ପାଠୁଆ ଜୀବନଟା ସାର୍ଥକ ହେଇଯିବ ସାର୍। ପ୍ଲିଜ୍ ସାର୍, ମନା କରନ୍ତୁନି ସାର୍। ପ୍ଲିଜ୍ ପ୍ଲିଜ୍ ସାର୍, ପ୍ଲିଜ୍। ବଗୁଲା, ତୁ ତ ଗୋଟେ ଭଲ କଥା କହୁଛୁ, ହେଲେ ଏ ବୟସରେ ସେମାନଙ୍କର ପାଠରେ ମନ ଲାଗିବଟି? ଯଦି ମନ ନ ଲାଗିବ ଲୋକ କ'ଣ କହିବେ ଜାଣିଛୁଟି? ନିଶ ଉଠା ପାଠ, ବୁଢ଼ା ଗୁଡ଼ାକ କି ପାଠ ପଢ଼ିବେ କିରେ? ମୁଁ ବି ସେଇ କଥା ଭାବୁଥିଲି ଯେ ସାର୍, ହେଲେ ସେ ଦୁଇ ଜଣଙ୍କର ନିଶ ନାହିଁ ନା, ଅସୁବିଧା କ'ଣ ହବ? ହଉ ହଉ, ଦେଖିବା କ'ଣ ହଉଛି। ପାଠ ପଢ଼ା ପାଇଁ ବୟସ ସୀମା ନଥାଏ। ସୀମା କିଏ ସାର୍? ସୀମା ତ ଆମ କ୍ଲାସରେ ପଢ଼େନି। ଆରେ ସୀମା କିଏ ନୁହେଁ, ତା ଅର୍ଥ ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ପାଠ ପଢ଼ି ପାରିବ। ଓହୋ, ଏମିତି କଥା। ହଉ ହଉ, ତୁ ସେମାନଙ୍କୁ କହ, ସେମାନେ ଆସି ମୋତେ ଦେଖା କରନ୍ତୁ। ଥ୍ୟାଙ୍କ ୟୁ ସାର୍, ମୁଁ ଏବେ ଆସୁଛି ସାର୍। अरे अहमद, देखिलू गाड़ीटा हठात कौन बंद ହେଇଗଲା? जी, आप फिकर मत करिए, मैं देखता हूँ। हौ हौ, टिके सफा करदेलु, गाड़ीटा गोड़ ना, गाड़ी बिना कौन चली हब? जी जी जी, आपका प्लग में कार्बन हो गया है। ठीक अच्छी, कौन करिवार कथा टिके शीघ्र करदेलु, मु जिबी। कि रे झोट, बगुला को देखिथिलु कि? नाई रे भाई, हेले बगुला पाखरे तोर की काम थिला कि? अरे हे, भूली गलु कि बगुला परा आम पाठ पढ़ा विषय ता सारंग संगे कथा हबो बोली हमको कहिथिला। ओहो, यही कथा कि? पिला लोक तो भूली जाइथिबो बोधे, देखा हेले ताकू मने पकेइ दबानी। ନାଇଁ ନାଇଁ ଦାଦା, ତମର ଏ ବଗୁଲା କିଛି ଭୁଲେନି। ତମେ ଯଦି ୟାକୁ କିଛି ଗୋଟେ ଦାୟିତ୍ୱ ଦେଇଥାଅ ନା, ତାହେଲେ ସେଇଟା ନ କରିବା ଯାଏଁ ସେ ଶୁଏନି ବା। अरे बगुला, आमे एबे तो कथा होतुलु, तू आम कथा तो सारंगु पचारलु कि रे? ଏବେ ତ ତମ କାମ ସାରିକି ଫେରୁଛି ଆଉ। काम हेइगला तो? ମୁଁ ଯୋଉ କାମରେ ହାତ ଦିଏ ନ କଲା ଯାଏଁ ଶାନ୍ତ ହୁଏନି ବା ଦାଦା। सारे हाँ कले कि रे? ଦାଦା, ତମ ଦୁଇ ଜଣଙ୍କ କଥା ସାରଙ୍କୁ କହିବା ସୁଯୋଗ ଅପେକ୍ଷାରେ ମୁଁ ଥିଲି। ଯୋଗକୁ ସାର୍ ଆଜି ମାର୍କେଟରୁ ଫେରିବା ବେଳେ ତାଙ୍କ ଗାଡ଼ିଟା ଖରାପ ହେଇଗଲା। ମୋର ତ ଗାଡ଼ି ପେଲା ଅଭ୍ୟାସ ଆଗରୁ ଥିଲା। ଏଇ ସୁଯୋଗରେ ସାରଙ୍କ ଗାଡ଼ି ପେଲି ପେଲି ଗ୍ୟାରେଜ ଯାଏଁ ଆଣିଲି, ଆଉ ବାଟରେ ତମ କଥା ପକ୍କା କରି ଦେଇ ଆସିଛି। ताहले आमे केबडू स्कूल को जिबु रे? एते तंदरा हेले चलिबनी दादा। सार कहछथि तमे दुई जण प्रथमे तांको देखा कर, तापरे स्कूल को जिवो। मो धन, मो बापा हौलो तो भली पिला ए दुनिया रे मिलिबेनी रे। थांकू थांकू। वेलकम दादा, तम यात्रा सफल हो। हे छोट पिला सफल खांदिनी रे बगुला, सफल खाया कथा कोन कहूचु? नाइ मो दादा, कोन कहले कोन बुझुछ? एबे आमको कौन करबा को पड़िबो? दादा, आम सारंग स्त्री भाकुर माछ खाइबा पई भारी भल पांती।
ତମେ ଦି ଜଣ ଯଦି ତାଙ୍କ ପାଇଁ ଭାକୁର ମାଛ ନେଇକି ଯିବ ତାହେଲେ ତମ ପାଠ ପଢା କଥା ପୁରା ପକ୍କା ହେଇଯିବ। ହଁ ହଁ, ତାହେଲେ ସେଇ କଥା କରିବା ଆଉ। ସବୁ କାମ ହୁସିଆର ହୋଇ କରିବ ଦାଦା। କିରେ କାହିଁକି କଣ ବିପଦ ଅଛି କିରେ? ବିପଦ ନାହିଁ ଯେ ଦାଦା, ଜେଜେ କହୁଥିଲେ ବୁଝି ବିଚାରି କାମ କଲେ ପ୍ରମାଦ ନ ପଡଇ ଭଲେ। ତୁ କେତେ କଥା ଜାଣିଛୁ କିରେ ବଗୁଲା? ଜାଣିବାକୁ ପଡେ ଦାଦା। ହଉ ହଉ ତୁ ବ୍ୟସ୍ତ ହନା, ଆମେ ଆମ କଥା ଦେଖୁଛୁ। ଫେଲ ମାରିଲେ କହିବ ଦାଦା। ଆରେ କଥାଟା ତ ତୁ ତୋ ସାରଙ୍କ କାନରେ ପକେଇ ଦେଇଛୁ ନା, ତେଣିକି ଆମ ଉପରେ ଛାଡ଼ିଦେ। ସାରେ କେତେବେଳେ ଘରେ ଥିବେ କିରେ ବଗୁଲା? ଏବେ ଯାଉନ, ଗାଡି ସଜ କରିକି ଏବେ ତ ସାରେ ଘରକୁ ଫେରିଲେ, ଘରେ ନିଶ୍ଚୟ ଥିବେ। ହଉ ଠିକ ଅଛି, ଆମେ ଏବେ ଆସୁଛୁ। ଟେକ୍ କେୟାର ଦାଦା। ଟ୍ରେକର ଟ୍ରେକର କଣ ହବରେ? ଆମେ ମୋ ସ୍କୁଟରରେ ପଳେଇବୁ। ହେ ଭଗବାନ, ଏମାନେ କି ପାଠ ପଢିବେ? ଟେକ୍ କେୟାର ବୋଲେ ଟ୍ରେକର କହୁଛନ୍ତି। କଣ ଭାବୁଛୁ କିରେ ବଗୁଲା? ନାଇଁ ଦାଦା, ତମେ ଏବେ ଯାଅ। ଭାଇ ସାରଙ୍କ ଘର କେତେ ବଡ ହେଇଛି ବା, ଦେଖୁନ? ହଁ ରେ ଦେଖୁନୁ, ସୁନ୍ଦର ଘରକୁ ସୁନ୍ଦର ନା, ପ୍ରଶାନ୍ତି ଭବନ। ସାରେ ବି ଶାନ୍ତିରେ ଶୋଇପଡିଛନ୍ତି। ଆ ଭିତରକୁ ଯିବା ଆ। କିରେ କଙ୍ଗାରୁ, ତୁ କଣ ମୋର ଗୋଡ ମୋଡୁଛୁ? ସାରେ ଗାଡି ସଜ କରିକି ଫେରି ଆପଣ ହାଲିଆ ହେଇକି ଶୋଇପଡିଛନ୍ତି ତ, ସେଥିପାଇଁ ଆପଣଙ୍କୁ ଟିକେ ମୁଁ ଘଷି ଚିପି ଦଉଥିଲି ନା। ଆରେ ହେ, ମୋ ଗୋଡ ଛାଡ। ଗୋଡ ଛାଡିବାକୁ ଧରିନି ସାର୍। ଆରେ କଥା କଣ କହୁନ? ବଗୁଲା ଆମ ବିଷୟରେ ତ ସବୁ କଥା ଆପଣଙ୍କୁ କହିଛି। ଆପଣଙ୍କର ଯଦି ଦୟା ହବ ତାହେଲେ ଆମେ ଦୁଇ ଜଣ ଟିକେ ଉପକୃତ ହୁଅନ୍ତୁ। ଆରେ ତୁ ଆଗ ଉଠ। ଆପଣ କଥା ଦେଲେ ଯାଇକି ଉଠିବି ସାର୍। ଉଠ ଉଠ, ପଢିବାକୁ ମନ କରିଛ ତ? ସାରେ ମ୍ୟାଡାମଙ୍କ ପାଇଁ ଭାକୁର ମାଛ ଆଣିଦେଇଛୁ। ଆରେ ତମେ ଦୁଇ ଜଣ ଏତେ କଷ୍ଟ କଣ ପାଇଁ କଲ? ପାଠ ପଢିବା ପାଇଁ ଭାକୁର ମାଛର କି ସମ୍ପର୍କ? ନାଇଁ ଏମିତି ଆଣିଦେଲୁ ଆଉ। ସଜ ମାଛଟା ସାର୍, ମୁଁ ନିଜେ ପୋଖରୀରୁ ଧରିକି ଆଣିଛି। ଆରେ ଆରେ, ମାଛଟା ନଦେଇ ପଳଉଛନ୍ତି। କିରେ ପିଲେ, କଣ ଭୁଲିଗଲ କି? ଏ ଝୋଟ, ମାଛଟା ନେଇକି ପଳେଇବୁ କିରେ, ରଖିକି ଯାରେ। ଏହେ, ସ୍କୁଲ ଆସିବା ଖୁସିରେ ମୁଁ ମାଛଟା ଭୁଲିକି ପଳଉଥିଲି ରେ ଭାଇ। ହଉ ହଉ ଏବେ ଥୋଇଦେ। ସାର୍, ମାଛଟା କୋଉଠି ରଖିବି କି? ଆରେ ସେଇଠି ଥାଉ, ତମେ ଯାଅ। ଧନ୍ୟବାଦ ସାର୍। ହଉ ହଉ, ତମେ ଦୁଇ ଜଣ କାଲିଠୁ ସ୍କୁଲକୁ ଆସ। ସାର୍ କାଲି ନୁହଁ, ଭଲ ଦିନ ବାର ଦେଖିକି ଆମେ ସ୍କୁଲକୁ ଆସିବୁ ନା। ଆମେ ଏବେ ଆସୁଛୁ। ଗଡ୍ ବ୍ଲେସ୍ ୟୁ। ଠିକ ଅଛି ସାର୍, ଆମେ ଏବେ ଆସୁଛୁ। ନମସ୍କାର ସାର୍। ହଇ ଶୁଣୁଛ, ପିଲାମାନେ ମାଛ ଆଣିଛନ୍ତି, ନେଇଗଲ। ଏ କୁଆଡ଼େ ଯେ ସବୁବେଳେ ଯାଆନ୍ତି ଆଙ୍କୁ ଜଣା। ହ୍ୟାଲୋ, କିଏ କହୁଥିଲେ? ମୁଁ ସିଂଘମ ସ୍ୱାଇଁ, ଆଇଆଇସି ପୋଲିସ ଷ୍ଟେସନ। ସାର୍ ନମସ୍କାର, କୁହନ୍ତୁ। ଏଇଟା କଙ୍ଗାରୁଙ୍କର ଫୋନ ନମ୍ବର ତ? ଆଜ୍ଞା, କ'ଣ କାମ ଥିଲା କି? ଆପଣ କିଏ କହୁଥିଲେ? ମୁଁ ତାଙ୍କ ସ୍ତ୍ରୀ କହୁଛି ସାର୍। ତାଙ୍କୁ ଟିକେ ଫୋନଟା ଦେଲେ। ସାର୍ ସେ ତ ଘରେ ନାହାନ୍ତି। ସେ ଘରକୁ କେତେବେଳେ ଫେରନ୍ତି? ହେଇଠି ଆସିଲେଣି ସାର୍, ଫୋନ୍ଟା ଦଉଛି, କଥା ହୁଅନ୍ତୁ। ଏ ଫୋନ୍ଟା ନେଲ, ସିଂଘମ ସାର୍ ଫୋନ୍ କରିଛନ୍ତି ପୋଲିସ ଷ୍ଟେସନରୁ। ହେ କୋଉ ସିଂଘମ ବା ସିଏ? ହେ ପାଟି କରନି, ଥାନା ବାବୁ ଫୋନ୍ କରିଛନ୍ତି ପରା, ଫୋନ୍ ନିଅ। ସାର୍ ନମସ୍କାର, ପୁଣି କାହିଁ ଫୋନ କରିଛନ୍ତି ସାର୍, କ'ଣ କାମ ଥିଲା କି? ଆରେ ତୁ ପୋଲିସ ଷ୍ଟେସନ ଆସିଲୁ, ତୋ ନାଁରେ ଏଫଆଇଆର ଅଛି। ଏଫଆଇଆର? ପୁଣି କିଏ ଏଫଆଇଆର ଦେଲା ସାର୍? ତୁ କାଲି ସକାଳେ ପୋଲିସ ଷ୍ଟେସନ ଆସେ, ସବୁ ଜାଣିଯିବୁ। ଆଜ୍ଞା ଆଜ୍ଞା ସାର୍, ମୁଁ କାଲି ସକାଳେ ଯାଇକି ପୋଲିସ ଷ୍ଟେସନରେ ପହଞ୍ଚି। ଠିକ ଅଛି, କାଲି ଯଦି ସକାଳୁ ନ ଆସିବୁ, ସାରା ଘରକୁ ଯାଇକି ବାନ୍ଧିକି ଆଣିବି। ଓକେ, ଟାଟା ବାଇ ବାଇ। ଏଇ ଫୋନଟା କଟିଗଲା ବୋଧେ। ଆଏ ତମ ନାଁରେ କ'ଣ କିଏ ଏଫଆଇଆର ଦେଇଛି ନା କ'ଣ? ଆରେ ହେ ନାଇଁ ନାଇଁ, ମୁଁ କ'ଣ ଚୋର? ମୋ ନାଁରେ କିଏ ଏଫଆଇଆର ଦେବ? ତାହେଲେ ସାର୍ ତମକୁ ଏଫଆଇଆର କଥା କହିକି କାହିଁ ଥାନାକୁ ଡାକୁଛନ୍ତି? ହେ ନାଇଁ ମ, ଆମେ ପିକନିକ ଯିବୁ ତ, ସେଇଥିପାଇଁ ସେ ମିଛରେ ଏମିତି କହିକି ମୋତେ ଡାକୁଛନ୍ତି। ଦେଖୁନ ଶେଷରେ କେମିତି ଟାଟା ବାଇ ବାଇ କଲେ। ଆ ସିଏ କଲେ ନା ତମେ କଲ? ସେତେବେଳକୁ ତ ସେ ଫୋନ୍ ରଖିଦେଇଥିଲେ, ମିଛ କଥା କ'ଣ କହୁଛ? ହେ ନାଇଁ, ତମେ କିଛି ଜାଣିନ, ମୁଁ ଯାହା କହୁଛି ସତ କହୁଛି। ହଉ ତମେ ଜାଣିଥିବ ମିଛ କହୁଛ କି ସତ କହୁଛ। ମୁଁ ଯାଇଲ ମାମର କେତେ କାମ। ମୋ ନାଁରେ ପୁଣି କିଏ ଏଫଆଇଆର ଦେଲା ରେ, ମଲା ମଣିଷ।